ଯେଉଁ ଦୁଇ ଜଣଙ୍କୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ଗଢ଼ି ଉଠେ ସେମାନଙ୍କ ଉପରେ ହିଁ ସମ୍ପୂର୍ଣ୍ଣ ରୂପେ ନିର୍ଭର କରେ କି ତାଙ୍କ ସଂସାର ଗାଡ଼ି କିପରି ଭାବରେ ଚାଲିବ। ପରସ୍ପର ମଧ୍ୟରେ ପ୍ରେମ, ବୁଝାମଣା, ପରିସ୍ଥିତି ପ୍ରତି ଦୃଷ୍ଟିକୋଣ ହିଁ ସମୟକ୍ରମେ ତାଙ୍କ ସମ୍ପର୍କକୁ ଆହୁରି ଅଧିକରୁ ଅଧିକ ସୁଦୃଢ଼ କରିଚାଲେ। ତେବେ ଅନେକ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ ଗୋଟିଏ ସୁଖୀ ଦାମ୍ପତ୍ୟ ଜୀବନ ବଞ୍ଚିବା ପାଇଁ। କିନ୍ତୁ ମୁଁ ଏହିଠାରେ ମାତ୍ର 10ଟି ପଏଣ୍ଟ ବିଷୟରେ ଆଲୋକପାତ କରିବାକୁ ଚାହୁଁଛି ଆପଣ ସମସ୍ତଙ୍କୁ, ଯାହାଦ୍ୱାରା ଆମେ ଗୋଟିଏ ସୁଖୀ ଦାମ୍ପତ୍ୟ ଜୀବନ ବଞ୍ଚିବାର ପ୍ରଚେଷ୍ଟା କରିବାରେ ଆଗେଇ ଚାଲିପାରିବା, ଯାହାଦ୍ୱାରା ଆମେ ଅନେକ ପରିମାଣରେ ଆମ ଦାମ୍ପତ୍ୟ ଜୀବନକୁ ସଶକ୍ତ କରିପାରିବା। ପଏଣ୍ଟ 1, ପରସ୍ପରକୁ ଅନ୍ତରରୁ ସମ୍ମାନ ଦେବା। ପଏଣ୍ଟ 2, ପରସ୍ପରକୁ ବିଶ୍ୱାସ କରିବା। ପଏଣ୍ଟ 3, ରୋଜଗାର କ୍ଷମତା ବା ଅନ୍ୟ କୌଣସି ଦକ୍ଷତାକୁ ନେଇ ଅହଙ୍କାର କରିବା ବା ନ କରିବା। ପଏଣ୍ଟ 4, ସ୍ୱାମୀ ବା ସ୍ତ୍ରୀ ନିଜ ପାର୍ଟନରକୁ ଅନ୍ୟ ସହ ତୁଳନା ନ କରିବା ବା କମ୍ପେୟାର ନ କରିବା। ପଏଣ୍ଟ ନମ୍ବର 5, ସ୍ୱାମୀ ସ୍ତ୍ରୀ ପରସ୍ପରର ପରିବାରକୁ ସମ୍ମାନ ଦେବା। ପଏଣ୍ଟ 6, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ତୃତୀୟ ଲୋକର ହସ୍ତକ୍ଷେପ। ପଏଣ୍ଟ 7, ପରସ୍ପରର କାମକୁ ବାଣ୍ଟି ନେବା। ପଏଣ୍ଟ 8, ପରସ୍ପରର କୌଣସି ଗୁଣ ବା ଅବଗୁଣକୁ ନେଇ ନିନ୍ଦା ନ କରିବା ବରଂ ତାକୁ ସୁଧାରିବାରେ ସହାୟକ ହେବା। ପଏଣ୍ଟ 9, ପରସ୍ପରର ଉଚିତ କଥାକୁ ସମର୍ଥନ କରିବା। ପଏଣ୍ଟ ନମ୍ବର 10, ଜଣେ ଭଲ ସ୍ୱାମୀ ବା ସ୍ତ୍ରୀ ହେବା ପାଇଁ ପ୍ରଥମେ ଜଣେ ଭଲ ମଣିଷ ହେବା। ଏହି ସବୁ ପଏଣ୍ଟକୁ ଦୃଷ୍ଟି ଦେଇକି, ଏହି ସବୁର ଛୋଟ ବଡ଼ ଦିଗ ପ୍ରତି ଧ୍ୟାନ ଦେଇକି ଯଦି ଆମେ କିଛି ନା କିଛି ସୁଧାର ଆଣିବା ପାଇଁ ଚେଷ୍ଟା କରିପାରିବା ଆମ ଦାମ୍ପତ୍ୟ ଜୀବନରେ, ଏକ ସୁଖୀ ଦାମ୍ପତ୍ୟ ଜୀବନ ବଞ୍ଚିବାର ପ୍ରଚେଷ୍ଟା ଆମେ ନିଶ୍ଚିତ ଭାବରେ ଆଜିଠାରୁ ଆରମ୍ଭ କରିପାରିବା।